ଆଉ ନାହାନ୍ତି ବାହାନଗା ବ୍ଲକର ବରିଷ୍ଠ କଳାକାର କପିଳାସ ବିଶ୍ୱାଳ। ରୋଗ ଶଯ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କଲେ କପିଳାସ। କପିଳାସ ବିଶ୍ୱାଳଙ୍କର ଏକାଦଶ ସ୍ମୃତି ସଭା ଅନୁଷ୍ଠିତ। ଅଞ୍ଚଳର ବରିଷ୍ଠ ଯାତ୍ରା କଳାକାରମାନେ ତାଙ୍କ ବାସଭବନରେ ଉପସ୍ଥିତ ରହି କଲେ ସ୍ମୃତିଚାରଣ। ନମସ୍କାର ଦର୍ଶକ ବନ୍ଧୁ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଉଡ଼ଶାଳ ଗ୍ରାମ ପଞ୍ଚାୟତ ଗୁଲପୁର ଗ୍ରାମର ଗର୍ବ ଗୌରବ ବର୍ଷିୟାନ ଯାତ୍ରା କଳାକାର କପିଳାସ ବିଶ୍ୱାଳ। ଯାତ୍ରା ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ ନିଆରା କଳାକାର କପିଳାସ ଜିଲ୍ଲାର ଜଣେ ଚର୍ଚ୍ଚିତ କଳାକାର ହିସାବରେ ବେଶ ପରିଚିତ କପିଳାସ ବିଶ୍ୱାଳ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା। କପିଳାସକୁ ଝୁରୁଛି ଗୁଲପୁର, ଝୁରୁଛି ଓଡ଼ଶାଳ। ଜନାର୍ଦ୍ଦନ ମିଶ୍ର, ଘର ଓଡ଼ଶାଳ, ପୋଷ୍ଟ ଗୋପାଳପୁର, ଜିଲ୍ଲା ବାଲେଶ୍ୱର। କପିଳାସ ହେଲେ ମୋର ଜଣେ ସହପାଠୀ କଳାକାର ଏବଂ ବହୁ ଘାତ ପ୍ରତିଘାତକୁ ଅତିବାହିତ କରି ସେ କଳା ଜଗତରେ ଦୀର୍ଘ 25ରୁ 30 ବର୍ଷ ଧରି ସଂଗ୍ରାମ କରି ଜୀବନଯାପନ କରୁଥିଲେ। ତାପରେ ତାଙ୍କର ବାର୍ଦ୍ଧକ୍ୟ ଅବସ୍ଥାରେ ସେ ଭଳି ରୋଗାକ୍ରାନ୍ତ ହୋଇଗଲେ, ଯେଉଁଥିପାଇଁ ସେ ଆଉ ଚାଲି ବୁଲି ପାରିଲେନି, ବେଡ୍ ରେଷ୍ଟ ନେଲେ। ତାପରେ ସେ କଳାକାର ସଂଘରୁ ରାଜ୍ୟସଭାରୁ ରାଜ୍ୟ ଭତ୍ତା ପ୍ରାପ୍ତ ପାଇଥିଲେ ଏବଂ ସେଣ୍ଟ୍ରାଲ ଭତ୍ତା ପାଇପାରିନଥିଲେ। ଏବଂ ତାଙ୍କର 2 ପୁଅ 1 ଝିଅ, ଯାହା ହଉ ସେମାନେ ଆଖପାଖରେ ଅଛନ୍ତି ଏବଂ ତାଙ୍କ ଭଲ ମନ୍ଦ ଦାୟିତ୍ୱ ବୁଝନ୍ତି। କିନ୍ତୁ ସେ ମୋଟାମୋଟି କହିବାକୁ ଗଲେ ଜଣେ କଳାପ୍ରେମୀ ଲୋକ ଏବଂ କଳାକୁ ସେ ବହୁତ ଜୀବନଠୁ ଅଧିକ ଭଲ ପାଆନ୍ତି। ଆଉ ନିଜେ ଯେମିତି ଭଲ ପାଆନ୍ତି, ଅନ୍ୟକୁ ସେମିତି କଳାକାର ମାନଙ୍କୁ ବି ଭଲ ପାଆନ୍ତି। ଅନ୍ୟ କଳାକାରର ଅସୁବିଧା ସୁବିଧାରେ ସେ ଯାଇ ଠିଆ ହୁଅନ୍ତି ଆଉ ତାଙ୍କୁ କିଛି ସହଯୋଗର ହାତ ବଢ଼ାନ୍ତି ଏବଂ ସେ ଅନୁଷ୍ଠାନରେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇପାରନ୍ତି। ଆଉ ଅଭାବ ଅସୁବିଧାରେ କଳାକାରମାନଙ୍କୁ ଆଣି ଘରେ ରଖି ଖାଇ ପିଇ ତାଙ୍କୁ କିଛି ଦିନ ମଧ୍ୟ ରଖି ପୁଣି ଯାତ୍ରା କରିବାକୁ ନିଅନ୍ତି। ଗ୍ରହଣରେ ଆମ କଳାକାର ସଂଖ୍ୟାରୁ ଜଣେ କଳାକାର କମିଗଲେ, କିନ୍ତୁ କଳା ଅଛି। ଆଉ ଯାତ୍ରା ପଞ୍ଚସଖାର ସେ ଥିଲେ ଜଣେ ସଭ୍ୟ। ଆମର ସଭ୍ୟ ସଂଖ୍ୟାରୁ ମଧ୍ୟ ଗୋଟେ ସଂଖ୍ୟା କମିଗଲା। ସ୍ୱର୍ଗତ ପ୍ରାଣବନ୍ଧୁ ବିଶ୍ୱାଳଙ୍କର ପୁତ୍ର କପିଳାସ ବିଶ୍ୱାଳ ଅଭାବୀ ପରିବାରରେ ଜନ୍ମ। ପରିବାର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ କପିଳାସକୁ କଲିକତା ଯିବାକୁ ପଡ଼େ, କିନ୍ତୁ ସେଠାରେ ମନ ଲାଗେ ନାହିଁ। ସେଠାରୁ ଫେରିଆସି ଗାଁରେ କାମଦାମ କରି ଘର ଚଳାଇବା ସହ ଗାଁ ଯାତ୍ରା ସର୍ବମଙ୍ଗଳା ଗଣନାଟ୍ୟରେ ନୂତନ କଳାକାର ଭାବେ ଯୋଗ ଦିଅନ୍ତି କପିଳାସ। ତାଙ୍କର ଅଭିନୟରେ ବିମୋହିତ ଦର୍ଶକମାନଙ୍କର ପ୍ରଶଂସା ତାଙ୍କୁ ଆଗକୁ ଯିବାକୁ ପ୍ରେରଣା ଦିଏ। ମୁଁ ଉଦୟନାଥ ରାଉତ, ହେଡ୍ ପୋଷ୍ଟ ବୋଇତା, ବାଲେଶ୍ୱର। କପିଲ ଦା ଆମର ଜଣେ ଭଲ ବନ୍ଧୁ ଥିଲେ। କପିଲ ଦାଙ୍କ ସହିତ ମୁଁ 10ରୁ 15 ବର୍ଷ ଯାତ୍ରାରେ ଏକା ସାଙ୍ଗରେ ବିତେଇଛି। ଏକା ରୁମ୍ରେ ଆମେ ରହୁଥିଲୁ। ତାଙ୍କର ବ୍ୟକ୍ତିଗତ ଜୀବନର ମଣିଷ ଭଳିଆ ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବି ତାଙ୍କ ସହିତ ଭଲ ମିଶିଥିଲି, ସେ ବି ମୋ ସହିତ ଭଲ ମିଶିଥିଲେ। କପିଳ ବାବୁରୁ ମୁଁ ତାଙ୍କୁ କପିଳ ଦା ବୋଲି ସମ୍ବୋଧନ କରୁଥିଲି। ଏମିତି ଭାବରେ ଆମର ଯାତ୍ରା ଜୀବନ ପ୍ରାୟ 1999 ମସିହା ପର୍ଯ୍ୟନ୍ତ କଟିଥିଲା। 1999 ମସିହାରୁ ସେ ଅସୁସ୍ଥ ହୋଇପଡ଼ିଲେ। ମୁଁ 2017 ମସିହା ପର୍ଯ୍ୟନ୍ତ କଣ୍ଟିନ୍ୟୁ କରି ମୋର ବି ସେ ଆଣ୍ଠୁ ଗଣ୍ଠି ପ୍ରୋବ୍ଲେମ୍ ଦେଖାଥିଲା। ମୁଁ ବି ଏବେ ଘରେ ରହିଛି। ଆଜି ତାଙ୍କ ଏକାଦଶ ଦିବସରେ ମୁଁ ଏଇଠି ଆସିଥିଲି, ଅନ୍ୟମାନଙ୍କ ସହିତ ସାମିଲ ହେଇଥିଲି। ତାଙ୍କ ସନ୍ତପ୍ତ ପରିବାରକୁ ନିଜର ସମବେଦନା ଜ୍ଞାପନ କରି ଫେରୁଛି। କପିଲ ଦା ଜଣେ ଖଳନାୟକ କଳାକାର ଥିଲେ। ସବୁ ପ୍ରକାର ଅଭିନୟ କରୁଥିଲେ, କିନ୍ତୁ ଖଳନାୟକ ଭାବରେ ସେ ଭଲ ଅଭିନୟ କରୁଥିଲେ। ଆମେ ଯେଉଁ ଯାତ୍ରାପାଟିରେ ରହୁଥିଲୁ, ଯାତ୍ରାପାଟିର ମାଲିକ ଠାରୁ କଳାକାର ପର୍ଯ୍ୟନ୍ତ ଆମକୁ ସମସ୍ତେ ଭଲ ପାଉଥିଲେ। ମୁଁ ଜଣେ ଚରିତ୍ର ଅଭିନେତା ଥିଲି ଏବଂ କପିଲ ଦା ଜଣେ ଖଳନାୟକ ଅଭିନେତା ଥିଲେ। ଆଉ ପ୍ରଥମେ ବେଠିପୁର ଶ୍ରୀ ଜଗନ୍ନାଥ ଲୋକନାଟ୍ୟ ଠାରୁ ଆରମ୍ଭ କରି ମଝିରେ ତ ବହୁତ ଯାତ୍ରାପାଟି ସେସବୁ ମନେ ପକାଇ କହିପାରୁନି। ତେବେ ଶେଷ 4 ବର୍ଷ କପିଲ ଦାଙ୍କ ସହିତ ମୁଁ ଯାତ୍ରା ନନ୍ଦନକାନନ ମଧୁବାସନ୍ତୀ ଗଣନାଟ୍ୟରେ କଟାଇଥିଲି।
ପରବର୍ତ୍ତୀ ପର୍ଯ୍ୟାୟରେ ଜଗନ୍ନାଥ ଅପେରା ଆର୍ତ୍ତୁଙ୍ଗ, ମୁକ୍ତେଶ୍ୱର ଅପେରା ମହୁମୁହାଣ, ବିଶ୍ୱଜନନୀ ଅପେରା ଅଠିଳାବାସ, ହରପାର୍ବତୀ ନାଟ୍ୟ ପରିଷଦ ଓଡ଼ଶାଳ, ମଧୁବାସନ୍ତୀ ଗଣନାଟ୍ୟ ଯାଜପୁର ଓ ଉମାଶ୍ରୀ ଗଣନାଟ୍ୟ ଭଳି ବହୁ ଯାତ୍ରା ଅନୁଷ୍ଠାନରେ ନିଜର ଦମଦାର ଅଭିନୟରେ ସେ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇପାରିଥିଲେ। ଏହାପରେ ଯାତ୍ରା ଜଗତର ବହୁ ଅଭିଜ୍ଞତାକୁ ପାଥେୟ କରି ତଥା ନିଜ ଅଞ୍ଚଳର ଟେକ ରଖିବା ପାଇଁ ନିଜେ ମଧ୍ୟ ତ୍ରିମୂର୍ତ୍ତି ଅପେରା ନାମରେ ଏକ ଯାତ୍ରା ଅନୁଷ୍ଠାନ ଗଢ଼ିଥିଲେ। ଆର୍ଥିକ ସଙ୍କଟ କାରଣରୁ ନିଜର ଯାତ୍ରାପାର୍ଟିଟି ତିଷ୍ଠି ପାରିଲା ନାହିଁ। ଏହା ପରେ ପରେ ଆଉ ଯାତ୍ରାପାର୍ଟି ନ ଯାଇ ଘରେ ରହି ଗ୍ରାମାଞ୍ଚଳର ସୌଖିଣୀ ଯାତ୍ରା ଅନୁଷ୍ଠାନରେ ଅଭିନୟ ଓ ନିର୍ଦ୍ଦେଶନା ଦେଇ ପରିବାର ଚଳାଉଥିଲେ। मैं सुधाकर नायक, घर खरासापुर गठन कर गोटे संगठन जो पॉलिटिकेशन कर कलाकार संघ सभापति अच्छी कपिल विशाल मोर जन बंधु थे। सी चलीगला मो पाखक पु फोन कले मौसा बापा चलीगले मुझे अवश्य कांदी पकई निष्पत्ति नेली जे कपिल जो मो सांगे 4-5 वर्ष थिला से जन मोर बंधु तेणु मुझे सतीचारण सभा को निश्चय जीवी से सतीचारण सभा को आसलु ता संपर्क तो बहुत किसी कहवा अनेक थे भी कहना कपिल विश्वाल शोकसभा होता आज 11 दिन शोकसभा सारिक आम फेरुचु जो सब चिन्हा परिचय विषय जी जानी समस्ते निज निज मत रखिले विषय बहुत किसी कथा है से शोकसभा सैला आम बर्तमान घर को फेरवा रास्ता जाऊँ। कपिलास विश्वाल यात्रा कला पई संपूर्ण भावे समर्पित थिले। बहु अनुष्ठानरू तांकु संवर्धित मध्य करा जायतिला एवं राज्य सरकारଙ୍କର दुस्त कलाकार भत्ता मध्य से पाउथिले। अनिरुद्ध वारिक संपादक पंचसखा यात्रा एकाडेमी ओडसाल गोपालपुर बालेश्वर। कपिल घर आमर पड़ोसी गाँ गुलपुर जोटा कि झलझलिया गाँव हामलेट विलेज आम घरटा ओडसाल गुलपुर मझीर गोटे गुहिरी से आमर विभाजन नहले गोटे गाँ हिसाब से जाऊँ गोटे स्कूल आम पढ़ीचु से मोटर बयस 5 वर्ष बड़ पाठपढ़ा छाड़ी सी तार परिवार आर्थिक परिस्थिति से जदि बाहर को जाइथिला पुणी गाँ को फेरी यात्रा कला निजको सामिल कला एवं निज गाँ यात्रा सहित मुक्तेश्वर अपेरा महुमान, जगन्नाथ अपेरा बारापुर, मधुबासंती गणनाट्य एमती बहु यात्रा अनुष्ठान दीर्घ दिन रहा सहित पुणी यात्रापाटी छाड़ी किसी अनुष्ठान से निर्देशना देला एवं निजे गोटे यात्रा दल त्रिमूर्ति अपेरा करथिला जहाँकि से अनुष्ठान टी विभिन्न आड़े यात्रा परिवेशन करके सुनाम अर्जन करथिला किंतु परिचालनगत त्रुटि से यात्रा दलटी भांगीगला आउ से यात्रा दल करिपारला नाही से मन तार सीना भांगीगला यात्रा दल सीना भांगीगला किंतु ता मनटा से यात्रा रहिला से भी यात्रा दल छाड़ी सारा पर आर्थिक परिस्थिति सरकार को दुस्त कलाकार भत्ता हिसाब से राज्य सरकार ताको कलाकार भत्ता स्वीकृति दे प्रदान कर मासक मासक पाऊला कि शेष समय तार जो गुड़ जंत्रणा है से घरे पड़गला दीर्घ दिन पर से आज आम गणरू चली दुखदायक परिस्थिति और ता परिवार आर्थिक परिस्थिति भल नुह तथापि मु परिवार को ये समवेदना जनाऊँगी एवं जगन्नाथ निकट में तार अमर आत्मार तथा मुख्य प्राप्ति मु प्रार्थना करुच्ची जगन्नाथ निकट में। शेषरे आंठुगंठी जंत्रणा जुगु यातायात करि पारु नथिले तथा अर्श रोगरे पीड़ित हुई 77 वर्ष बयस गत डिसेम्बर 1 तारिख दिन से इहलीला संवरण करथिले। तांकर मृत्यु खबर सुनिबा परे अंचल रे शोकर छाया खेली जाइथिला। अनेक कलाकार तांको बासभवन रे पहुंची शेष दर्शन करथिले एवं एकादशाहरे मध्य
ସ୍ମୃତିଚାରଣ ସଭାର ଆୟୋଜନ କରାଯାଇଥିଲା। ଅଞ୍ଚଳର ବହୁ ବରିଷ୍ଠ ତଥା ସାଥୀ କଳାକାରମାନେ ଉପସ୍ଥିତ ରହି ତାଙ୍କର ସ୍ମୃତିଚାରଣ ଓ କପିଳାସଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏକାଦଶ ଦିବସ, ଏହି ଏକାଦଶ ଦିବସ ଉପଲକ୍ଷେ ଆମେମାନେ ସମସ୍ତେ ଏଠି ଏକତ୍ରିତ ହେଇଛୁ। ସମସ୍ତଙ୍କୁ ମୋ ହୃଦୟରୁ